ସମସ୍ତେ ବହୁତ ହି ଭଲରେ ଥିବେ। ଆଜିର କ୍ଲାସ୍ରେ ଆମେ ଡିସ୍କସନ୍ କରିବା ପିଲାମାନେ ଓଡ଼ିଆ ଗ୍ରାମାରର ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଫୁଲ୍ ଡିସ୍କସ୍ କରିବା। ଆଗାମୀ SSD ସେବକ ସେବିକା ଜୁନିୟର ଟିଚର OTET ଏକ୍ଜାମ୍ 2025 ପାଇଁ ଆପଣମାନଙ୍କ ପାଇଁ କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁଠି ଏକ ଯୌଗିକ କ୍ରିୟା। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଯୌଗିକ କ୍ରିୟା ପିଲାମାନେ ଅପସନ୍ ଏରେ ଦେଇଛି ଖେଳୁଅଛି ଦେଇଛି, ବିରେ ଦେଇଛି ଅଣାଅ ଦେଇଛି ପିଲାମାନେ, ସିରେ ଦେଇଛି ଖୁଆଉଛି ଦେଇଛି, ଡିରେ ଦେଇଛି ଆଗାଏ। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ ଖେଳୁଅଛି ପିଲାମାନେ। ଏଇଟା ହେଉଛି ଗୋଟେ ଯୌଗିକ କ୍ରିୟା। ତ ଯୌଗିକ କ୍ରିୟା କ'ଣ ପିଲାମାନେ ମନେ ରଖିବେ? ଯେଉଁଠିକି ଦୁଇଟି ଧାତୁ ଥିବ ଏବଂ ଦୁଇଟି ପ୍ରତ୍ୟୟ ଥିବ ତାକୁ ଆମେ କହିବା ଯୌଗିକ କ୍ରିୟା କହିବା। ତ ଖେଳୁଅଛି, ଖେଳୁଅଛି କିପରି ଗଠିତ ହୋଇଛି ପିଲାମାନେ ମନେ ରଖିବେ? ଖେଳ, ଖେଳ ଯୁକ୍ତ ଓ ଖେଳୁ ପିଲାମାନେ। ଆଉ ଅଛ କିପରି ଗଠିତ ହୋଇଛି ମନେ ରଖିବେ? ଅଛି, ଅଛ ଯୁକ୍ତ ଇ ଅଛି ପିଲାମାନେ। ତ ଖେଳ ଆଉ ଅଛ ଏଇଟା ଗୋଟେ ଗୋଟେ ହେଉଛି ପିଲାମାନେ ଧାତୁ ପିଲାମାନେ ମନେ ରଖିବେ। ଧାତୁ ଖେଳ ଆଉ ଅଛ ଏଇଟା ହେଉଛି ଗୋଟେ ଗୋଟେ ଧାତୁ ଓ ଗୋଟେ ପ୍ରତ୍ୟୟ, ଇ ଗୋଟେ ପ୍ରତ୍ୟୟ। ତ ଦୁଇଟି ଧାତୁ ଥିବ ଏବଂ ଦୁଇଟି ପ୍ରତ୍ୟୟ ଥିବ ତାକୁ ଆମେ କହିବା ଯୌଗିକ କ୍ରିୟା ବୋଲି କହିବା। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଫୁଲ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଫୁଲର ଏକ ପ୍ରତିଶବ୍ଦ ପିଲାମାନେ। ଅପସନ୍ ଏରେ ଦେଇଛି ଲାଭ ଦେଇଛି ପିଲାମାନେ, ବିରେ ଦେଇଛି କୁସୁମ ଦେଇଛି, ସିରେ ଦେଇଛି ପରିଣାମ ଦେଇଛି, ଡିରେ ଦେଇଛି ବୀଜଧର ଦେଇଛି। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ବି କୁସୁମ ପିଲାମାନେ ମନେ ରଖିବେ। ତ ଫୁଲର ଏକ ପ୍ରତିଶବ୍ଦ ହେଇଯିବ କୁସୁମ। ତ ଫୁଲର ଆଉ କ'ଣ କ'ଣ ଅଛି ପିଲାମାନେ ପ୍ରତିଶବ୍ଦ ମନେ ରଖିବେ? ସୁମନ ହେଇଗଲା ପିଲାମାନେ, ସୁମନ ମନେ ରଖିବେ। ତାପରେ ଆସୁଯିବ ପ୍ରସୂନ ଆଇବ ପିଲାମାନେ, ପ୍ରସୂନ। ତାପରେ ଆସୁଛି ପିଲାମାନେ ପୁଷ୍ପ। ଏସବୁ ଗୋଟେ ଗୋଟେ କ'ଣ ପିଲାମାନେ ଫୁଲର ଏକ ପ୍ରତିଶବ୍ଦ ମନେ ରଖିବେ। ତ ଲାଭର ବିପରୀତ ଶବ୍ଦ କ'ଣ ହେବ ପିଲାମାନେ? ଲାଭର ମନେ ରଖିବେ, ଲାଭର ହେଇଯିବ ପିଲାମାନେ କ୍ଷତି ମନେ ରଖିବେ, କ୍ଷତି ପିଲାମାନେ। ଆଉ ପରିଣାମର କ'ଣ ହେବ? ଅପରିଣାମ ହେବ ମନେ ରଖିବେ, ଅପରିଣାମ ହେବ ପିଲାମାନେ। ତ ବୀଜଧରର ବୀଜଧର ପିଲାମାନେ ଏଇଟା ହେଉଛି କାହାର ଏକ ପ୍ରତିଶବ୍ଦ? ଏଇଟା ହେଉଛି ପିଲାମାନେ ଗୋଟେ ଫଳର ପ୍ରତିଶବ୍ଦ ମନେ ରଖିବେ, ଫଳର ପ୍ରତିଶବ୍ଦ। ତ ଫଳର ପ୍ରତିଶବ୍ଦ କ'ଣ କ'ଣ ପିଲାମାନେ ମନେ ରଖିବେ? ପୁଷ୍ପଜ ହେଇଗଲା ପିଲାମାନେ, ପୁଷ୍ପଜ ମନେ ରଖିବେ, ପୁଷ୍ପଜ। ତାପରେ ଆସୁଛି ବୀଜପୁର ପିଲାମାନେ, ବୀଜପୁର ଆସୁଛି। ତାପରେ ଆସିବ ବାନ ପିଲାମାନେ, ବାନ ମଧ୍ୟ କହିବା। ଏସବୁ ଗୋଟେ ଗୋଟେ ଫଳର ଗୋଟେ ଗୋଟେ ପ୍ରତିଶବ୍ଦ ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଉପସର୍ଗ ନୁହେଁ। ତ ଭିତରୁ ପିଲାମାନେ କେଉଁଟା ଗୋଟେ ଉପସର୍ଗ ନୁହେଁ। ତ ଉପସର୍ଗ କେତୋଟି ରହିଛି ପିଲାମାନେ? 20ଟି ରହିଛି ନା। ତ ଏ ଭିତରୁ କେଉଁଟା ଗୋଟେ ଉପସର୍ଗ ନୁହେଁ? ଅପସନ୍ ଏ ଦେଇଛି ସନ୍ନି ଦେଇଛି ପିଲାମାନେ, ବି ଦେଇଛି ଅନୁ ଦେଇଛି, ଧି ଅଧି ଦେଇଛି, ନିର୍ ଦେଇଛି। କେଉଁଟା ନୁହେଁ ମନେ ରଖିବେ? ସନ୍ନି ନୁହେଁ ପିଲାମାନେ, ସନ୍ନି ନୁହେଁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ଭାଦ୍ର ତତ୍ସମ ଶବ୍ଦର ତଦ୍ଭବ ଶବ୍ଦକୁ ଚିହ୍ନଟ କର। ତ ଭାଦ୍ର ଏଇଟା ତତ୍ସମ ଶବ୍ଦ ପିଲାମାନେ, ତାକୁ ଯଦି ଆମେ ତଦ୍ଭବ ଶବ୍ଦକୁ ଆମେ ଚିହ୍ନଟ କରିବା, ଭଦୁଅ ହେବ ନା ଭଦବ ହେବ ନା ଭାଦ୍ରବ ହେବ ନା ଭାଦୁଅ ହେବ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ଏଇ ଭିତରୁ ପିଲାମାନେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ଭଦୁଅ ପିଲାମାନେ ମନେ ରଖିବେ। ତଦ୍ଭବ ଶବ୍ଦ ହେଇଯିବ ଭଦୁଅ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଚଷୁ କୁଟିବା ତାର ଅର୍ଥ କ'ଣ ପିଲାମାନେ? ଚଷୁ କୁଟିବା ଏଇ ରୂଢ଼ିର ଅର୍ଥ କ'ଣ ହେବ? ବ୍ୟର୍ଥ ପରିଶ୍ରମ କରିବା ନା ପରଖ ନା ଧାନ କୁଟିବା ନା ଉପାର୍ଜନ କରିବା ପିଲାମାନେ? ଚଷୁ କୁଟିବା ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଇଯିବ ପିଲାମାନେ ବ୍ୟର୍ଥ ପରିଶ୍ରମ କରିବା ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଗାଙ୍ଗାୟ ଶବ୍ଦକୁ ବ୍ୟୁତ୍ପତ୍ତିଗତ ଅର୍ଥ କେଉଁଟି ଠିକ୍ ଦର୍ଶାଅ ପିଲାମାନେ? ଗାଙ୍ଗାୟ ଶବ୍ଦର ବ୍ୟୁତ୍ପତ୍ତି ଅର୍ଥ କ'ଣ ହେବ? ଗଙ୍ଗାଙ୍କର ସନ୍ତାନ ହେବ ନା ଗଙ୍ଗା ମାତା ହେବ ନା ଗଙ୍ଗାପତି ହେବ ନା ଗଙ୍ଗାର ଉତ୍ପତ୍ତି ହେବ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍ ମନେ ରଖିବେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ଗଙ୍ଗାଙ୍କର ସନ୍ତାନ ହେବ ମନେ ରଖିବେ। ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ
ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ନିମ୍ନଲିଖିତ ଶବ୍ଦ ମଧ୍ୟରୁ କ୍ରିୟାଜ ବିଶେଷଣ ପଦଟିକୁ ଚିହ୍ନଟ କର। ତ ଏ ଭିତରୁ ପିଲାମାନେ କେଉଁଟା ଗୋଟେ କ୍ରିୟାଜ ବିଶେଷଣ ପଦ ପିଲାମାନେ ମେଧାବୀ ଦେଇଛି, ସାମାନ୍ୟ ଦେଇଛି, ଶାନ୍ତିଶିଷ୍ଟ ଦେଇଛି, ଜଣାଶୁଣା ଦେଇଛି। ତ ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ଜଣାଶୁଣା ପିଲାମାନେ। ଏଇଟା ହେଉଛି ଗୋଟେ କ୍ରିୟାଜ ବିଶେଷଣ ପଦ ମନେ ରଖିବେ। ତ କ୍ରିୟାଜ ବିଶେଷଣ ପଦକୁ ଆଉ କ'ଣ କୁହାଯାଏ ପିଲାମାନେ? ମନେ ରଖିବେ କ୍ରିୟାବାଚକ ବିଶେଷଣ ମଧ୍ୟ କୁହାଯାଏ। ମନେ ରଖିବେ କ୍ରିୟାବାଚକ ବିଶେଷଣ ମଧ୍ୟ କୁହାଯାଏ। ତ କ୍ରିୟାଜ ବିଶେଷଣ କାହାକୁ କହିବା? ମନେ ରଖିବେ କ୍ରିୟାରୁ ଜାତ ବିଶେଷଣ ପଦକୁ ଆମେ କହିବା କ୍ରିୟାଜ ବିଶେଷଣ ପଦ କହିବା। ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ଆ ଗଙ୍ଗାକୁ ବହୁ ପଦରେ ପ୍ରକାଶ କଲେ କ'ଣ ହେବ ପିଲାମାନେ? ତ ଆ ଗଙ୍ଗା ତ ଏଇଟା ଏକ ପଦରେ ଦେଇଛି, ତାକୁ ଯଦି ଆମେ ବହୁ ପଦରେ ପ୍ରକାଶ କଲେ କ'ଣ ହେବ? ଗଙ୍ଗା ଠାରୁ ଆରମ୍ଭ କରିହେବ ନା ଗଙ୍ଗା ପର୍ଯ୍ୟନ୍ତ ହେବ ନା ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ହେବ ନା କେଉଁଠି ନୁହେଁ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ଏଇ ଭିତରୁ ପିଲାମାନେ ରାଇଟ୍ ଆନ୍ସର୍ କେଉଁଟା ହେବ? ମନେ ରଖିବେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ଗଙ୍ଗା ଠାରୁ ଆରମ୍ଭ କରିହେବ। ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଅଙ୍ଗାଙ୍ଗୀ ଭାବ ସମ୍ବନ୍ଧର ଉଦାହରଣ ଅଟେ ପିଲାମାନେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଅଙ୍ଗାଙ୍ଗୀ ଭାବ ସମ୍ବନ୍ଧର ଉଦାହରଣ ଅଟେ? ନଦୀର ଜଳ ନା ହାତୀର କାନ ନା ଦେବଙ୍କ ଭକ୍ତ ନା ସବୁଗୁଡ଼ିକ ଠିକ୍ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ହାତୀର କାନ ପିଲାମାନେ। ତ ହାତୀର କାନ ଯେଉଁଟା କାନ ହେଉଛି ଗୋଟେ ହାତୀର ଗୋଟେ ଅଙ୍ଗ, ତାକୁ ଆମେ କହିବା ଅଙ୍ଗାଙ୍ଗୀର ଏକ୍ଜାମ୍ପଲ୍ କହିବା। ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ଶୁଦ୍ଧ ଶବ୍ଦଟି ଚିହ୍ନଟ କର। ତ ଏଇ ଭିତରୁ ପିଲାମାନେ କେଉଁଟା ଗୋଟେ ଶୁଦ୍ଧ ଶବ୍ଦ ପିଲାମାନେ? ଅପସନ୍ ଏ ଦେଇଛି ମିନତି ଦେଇଛି, ବି ଦେଇଛି ଯାତାୟତ, ସିରେ ଦେଇଛି ରବୀନ୍ଦ୍ର ଦେଇଛି, ଡି ଦେଇଛି ଶିକାର ଦେଇଛି। ତ ଏ ଭିତରୁ କେଉଁଟା ଗୋଟେ ଶୁଦ୍ଧ ଶବ୍ଦ? ତ ଆପଣମାନଙ୍କୁ ଠିକ୍ ସବୁଯାକ ଠିକ୍ ଭଳିଆ ଲାଗିବ, କିନ୍ତୁ ଏ ଭିତରୁ ଶୁଦ୍ଧ ଶବ୍ଦ ଅଛି ପିଲାମାନେ। କେଉଁଟା ହେବ ରାଇଟ୍ ଆନ୍ସର୍? ଏ ଭିତରୁ ପିଲାମାନେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି ପିଲାମାନେ ଯାତାୟତ। ତ ଏଇଟା ହେଉଛି ଶୁଦ୍ଧ ଶବ୍ଦ। ତ ମିନତି ତରେ ଦୀର୍ଘଇକାର ଦେଇଛି ପିଲାମାନେ, ତରେ ହେଇଯିବ ପିଲାମାନେ କ'ଣ? ହର୍ଷିକାର ଲାଗିବ। ମନେ ରଖିବେ। ତ ରବୀନ୍ଦ୍ର ବରେ ଦୀର୍ଘଇକାର ଲାଗିବ ପିଲାମାନେ, ଶିକାରରେ ବି ତାଲବ୍ୟ ସ୍ୱରରେ ହର୍ଷିକାର ଲାଗିବ। ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ପୟଦ ଶବ୍ଦର ଅର୍ଥ କ'ଣ ପିଲାମାନେ? ପୟଦ ଶବ୍ଦର ଅର୍ଥ କ'ଣ? ଅଗ୍ନି ନା ପବନ ନା ଜଳ ନା ମେଘ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ଭିତରୁ ପିଲାମାନେ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ପୟଦ ଶବ୍ଦର ଅର୍ଥ ହେଉଛି ପିଲାମାନେ ମେଘ। ମନେ ରଖିବେ। ତ ଅଗ୍ନିର ପ୍ରତିଶବ୍ଦ କ'ଣ କ'ଣ ପିଲାମାନେ? ଅଗ୍ନିର ମନେ ରଖିବେ ଅଗ୍ନିର ପ୍ରତିଶବ୍ଦ କ'ଣ କ'ଣ? ମନେ ରଖିବେ ନିଆଁ ପିଲାମାନେ, ନିଆଁ କହିବା। ତାପରେ କହିବା ପିଲାମାନେ କ'ଣ କହିବା? ଅନଳ କହିବା, ଅନଳ ହେଇଗଲା। ତାପରେ ଆସିବ ପାବକ ଆସିବ ପିଲାମାନେ, ପାବକ। ତାପରେ ଆସୁଛି ବହ୍ନି, ମନେ ରଖିବେ ହୁତାସନ। ଏସବୁ ହେଉଛି ଅଗ୍ନିର ଗୋଟେ ଗୋଟେ ପ୍ରତିଶବ୍ଦ। ତାପରେ ଏବେ ଦେଖିବା ପବନର ପ୍ରତିଶବ୍ଦ କ'ଣ କ'ଣ ପିଲାମାନେ? ମନେ ରଖିବେ ପବନର ପ୍ରତିଶବ୍ଦ ହେଇଗଲା ବାୟୁ। ମନେ ରଖିବେ ବାୟୁ ପିଲାମାନେ। ତାପରେ କହିବା ମରୁତ କହିବା ପିଲାମାନେ, ମରୁତ। ଅନିଳ ମଧ୍ୟ କହିବା, ଅନିଳ। ବାତ ମଧ୍ୟ କହିବା ପିଲାମାନେ, ବାତ କହିବା। ତାପରେ ପବମାନ ମଧ୍ୟ କହିବା। ମନେ ରଖିବେ ପବମାନ। ତାପରେ ଆସୁଛି ପିଲାମାନେ ଗନ୍ଧବହ, ମନେ ରଖିବେ ଗନ୍ଧବହ। ଏସବୁ ହେଉଛି ପିଲାମାନେ ଗୋଟେ ଗୋଟେ ପବନର ପ୍ରତିଶବ୍ଦ। ତାପରେ କହିବା ପ୍ରଭଞ୍ଜନ ମଧ୍ୟ କହିବା। ମନେ ରଖିବେ। ତ ଏବେ ଦେଖିବା ପିଲାମାନେ ଜଳର ପ୍ରତିଶବ୍ଦ କ'ଣ କ'ଣ? ଜଳର ପ୍ରତିଶବ୍ଦ ହେଇଗଲା ପିଲାମାନେ ପାଣି। ମନେ ରଖିବେ। ତାପରେ ଆସୁଛି ଜୀବନ ପିଲାମାନେ, ଜୀବନ। ତାପରେ ଆସିବ ନୀର ପିଲାମାନେ, ନୀର। ତାପରେ ଅମ୍ବୁ ମଧ୍ୟ କହିବା। ମନେ ରଖିବେ ଅମ୍ବୁ ହେଇଗଲା। ବାରି ମଧ୍ୟ କହିବା, ବାରି। ତାପରେ କହିବା ପିଲାମାନେ ପୟ, ତୟ, ଉଦକ, ସଳିଳ। ଏସବୁ ହେଉଛି ଗୋଟେ ଗୋଟେ ଜଳର ପ୍ରତିଶବ୍ଦ। ତ ମେଘର ପ୍ରତିଶବ୍ଦ କ'ଣ କ'ଣ? ମନେ ରଖିବେ ମେଘର ପ୍ରତିଶବ୍ଦ ହେଇଗଲା ପିଲାମାନେ ଜଳଦ କହିବା ପିଲାମାନେ, ଜଳଦ। ମନେ ରଖିବେ ଜଳଦ ହେଇଗଲା। ତାପରେ କହିବା ପିଲାମାନେ ନିରୋଧ ମଧ୍ୟ କହିବା, ନିରୋଧ। ତାପରେ ଆସିବ ବାରିଦ ପିଲାମାନେ, ବାରିଦ ହେଇଗଲା। ତାପରେ କହିବା ପିଲା ଅମ୍ବୁଜ। ମନେ ରଖିବେ ଅମ୍ବୁଜ ହେଇଗଲା। ତାପରେ ଆସୁଛି ଘନ। ମନେ ରଖିବେ
ଘନ ଏସବୁ ହେଉଛି ଗୋଟେ ଗୋଟେ ମେଘର ପ୍ରତିଶବ୍ଦ ମନେ ରଖିବେ। ତ ପୟଦ ଶବ୍ଦର ଅର୍ଥ ହେଇଯିବ ମେଘ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ଖେଚର ଏହାର ବିପରୀତ ଶବ୍ଦ କ'ଣ ପିଲାମାନେ? ଖେଚର ଖେଚରର ବିପରୀତ ଶବ୍ଦ କ'ଣ ହେବ? ତ ଖେଚର ମାନେ କ'ଣ ପିଲାମାନେ? ଖେଚର ମାନେ କ'ଣ ପିଲାମାନେ? ଖେଚର ହେଉଛି ଗୋଟେ ଯିଏକି ଆକାଶରେ ଉଡ଼େ ଗୋଟେ ପକ୍ଷୀର ନାଁ ପିଲାମାନେ। ତ ଖେଚରର ବିପରୀତ ଶବ୍ଦ କ'ଣ? ଭୂଚର ନା ଖର୍ବକାୟ ନା ଖାଲ ନା ଗଲା ପିଲାମାନେ। କୋଉଟା ଆମର ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ଭୂଚର ପିଲାମାନେ। ଖେଚର ତାର ବିପରୀତ ଶବ୍ଦ ହେଇଯିବ ଭୂଚର। ଭୂଚର ମାନେ ଯେ ସ୍ଥଳ ଭାଗରେ ଥାଏ ମନେ ରଖିବେ, ତାକୁ ଆମେ କହିବା ଭୂଚର ଭଳି କହିବା ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ତ ଖର୍ବକାୟର ବିପରୀତ ଶବ୍ଦ କ'ଣ ହେବ? ଖର୍ବକାୟର ହେଇଯିବ ଦୀର୍ଘକାୟ ପିଲାମାନେ ମନେ ରଖିବେ, ଦୀର୍ଘକାୟ ହେବ। ଆଉ ଖାଲର କ'ଣ ହେବ ପିଲାମାନେ? ଢିପ ମନେ ରଖିବେ। ଢିପ ଆଉ ଗଲା ତାର ଅର୍ଥ ହେଇଯିବ, ତା ବିପରୀତ ଶବ୍ଦ ହେଇଯିବ ଆସିଲା ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁ ଶବ୍ଦ ପରି ଉପସର୍ଗ ଯୋଗ ଗଠିତ? ତ ଭିତରୁ ପିଲାମାନେ କୋଉଟା ଗୋଟେ ପରି ଉପସର୍ଗ ଯୋଗ ଗଠିତ ହେଇଛି ପିଲାମାନେ? ପ୍ରତିକ୍ରିୟା ନା ପରିପନ୍ଥୀ ନା ପ୍ରତିକାର ନା ପ୍ରତିଦିନ ପିଲାମାନେ? କୋଉଟା ଆମର ରାଇଟ୍ ଆନ୍ସର? ଏ ଭିତରୁ ପିଲାମାନେ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପରିପନ୍ଥୀ ପିଲାମାନେ ମନେ ରଖିବେ। ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ବୋଝ ଉପରେ ନଳିତା ବିଡ଼ା ତାର ଅର୍ଥ କ'ଣ ପିଲାମାନେ? ବୋଝ ଉପରେ ନଳିତା ବିଡ଼ା ତାର ଅର୍ଥ କ'ଣ ହେବ? ଅତ୍ୟନ୍ତ ଯନ୍ତ୍ରଣା ହେବ ନା ବୋଝ ବହିବା ହେବ ନା ବହୁତ ବୋଝ ନା କଷ୍ଟ ଉପରେ କଷ୍ଟ ପିଲାମାନେ? କୋଉଟା ଆମର ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କଷ୍ଟ ଉପରେ କଷ୍ଟ ପିଲାମାନେ ବା ଦୁଃଖ ଉପରେ ଦୁଃଖ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା କେଉଁ ଯୋଡ଼ା ଭିନ୍ନ ଶବ୍ଦ? ତ ଭିତରୁ ପିଲାମାନଙ୍କୁ ଯୋଡ଼ାଟି ଭିନ୍ନ ଅଛି। ଅପସନ୍ ଏ ଦେଇଛି କବିନ୍ଦ ବିଦ୍ୱାନ ଦେଇଛି, ବି ଦେଇଛି ନିରଜ ପଙ୍କଜ ଦେଇଛି, ସି ଦେଇଛି ପରିପୁଷ୍ଟ ବନପ୍ରିୟ ଦେଇଛି, ଡି ଦେଇଛି ସମୀର ନୀର ଦେଇଛି ପିଲାମାନେ। ତ ରାଇଟ୍ ଆନ୍ସର କୋଉଟା ହେବ? ତ କବିନ୍ଦ ବିଦ୍ୱାନ ତ ଏଇଟା ଗୋଟେ ଗୋଟେ ପ୍ରତିଶବ୍ଦ ପିଲାମାନେ। ତାପରେ ଦେଇଛି ନିରଜ ପଙ୍କଜ ଏଇଟା ହେଉଛି କାହାର ପ୍ରତିଶବ୍ଦ ପିଲାମାନେ? ମନେ ରଖିବେ ପଦ୍ମର ପ୍ରତିଶବ୍ଦ ମନେ ରଖିବେ ପଦ୍ମର ପ୍ରତିଶବ୍ଦ। ପରିପୁଷ୍ଟ ବନପ୍ରିୟ ଏଇଟା ହେଉଛି କୋକିଳର ପ୍ରତିଶବ୍ଦ କୋକିଳ ମନେ ରଖିବେ। ତ ସମୀର ନୀର ଦେଖନ୍ତୁ ପିଲାମାନେ ସମୀର ଏଇଟା କାହାର ପ୍ରତିଶବ୍ଦ? ସମୀର ହେଉଛି ପିଲାମାନେ ଗୋଟେ ପବନର ପ୍ରତିଶବ୍ଦ ଆଉ ନୀର ହେଉଛି ଗୋଟେ ଜଳର ପ୍ରତିଶବ୍ଦ। ତ ଏଇ ଯୋଡ଼ାଟି ଭିନ୍ନ ଅଛି ଏମାନଙ୍କ ଠାରୁ ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ କେଉଁଟି ଏକ କ୍ରିୟାହୀନ ରୂଢ଼ି? ତ ଭିତରୁ ପିଲାମାନେ କୋଉଟା ଗୋଟେ କ୍ରିୟାହୀନ ରୂଢ଼ି ପିଲାମାନେ? ଅପସନ୍ ଏ ଦେଇଛି ଶରଣ ପଶିବା ଦେଇଛି, ବି ଦେଇଛି ହାତ ଉଠାଇବା ଦେଇଛି ପିଲାମାନେ, ସି ଦେଇଛି ମୁଣ୍ଡକୁ ହାତ ପାଇବା, ଡି ଦେଇଛି ଅକଲ ଗୁଡ଼ୁମ। ତ ରାଇଟ୍ ଆନ୍ସର କୋଉଟା ହେବ? ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି ଅକଲ ଗୁଡ଼ୁମ ପିଲାମାନେ। ତ ଏଇଟା ହେଉଛି ଗୋଟେ କ୍ରିୟାହୀନ ରୂଢ଼ି। ଯେଉଁ ବାକ୍ୟରେ କି କ୍ରିୟାପଦ ନଥାଏ ତାକୁ ଆମେ କହିବା କ୍ରିୟାହୀନ ରୂଢ଼ି ବୋଲି କହିବା ନା ଯେଉଁ ପଦରେ କି କ୍ରିୟାପଦ ଥାଏ ତାକୁ ଆମେ କହିବା କ୍ରିୟାଯୁକ୍ତ ରୂଢ଼ି କହିବା। ତ ଶରଣ ପଶିବା, ହାତ ଉଠାଇବା, ମୁଣ୍ଡକୁ ହାତ ପାଇବା ଏସବୁ ହେଉଛି ଗୋଟେ ଗୋଟେ କ୍ରିୟାଯୁକ୍ତ ରୂଢ଼ି ପିଲାମାନେ ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଦଶ କଥା ତାର ଅର୍ଥ କ'ଣ ପିଲାମାନେ? ଦଶ କଥା ଏଇ ରୂଢ଼ିର ଅର୍ଥ କ'ଣ ହେବ ପିଲାମାନେ? କ'ଣ ହେବ? 10ଟି କଥା ହେବ ନା ଦେଶର ହାଲଚାଲ ହେବ ନା 10 ଜଣଙ୍କ କଥା ନା ନାନା କଥା ପିଲାମାନେ? କୋଉଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ନାନା କଥା ପିଲାମାନେ। 10 କଥା ତାର ଅର୍ଥ ହେଇଯିବ ପିଲାମାନେ ନାନା କଥା ମନେ ରଖିବେ। ନେକ୍ସଟ ଦେଖିବା ପାଗଳଟି ଚଳନ୍ତା ଗାଡ଼ିରୁ ପଡ଼ିଗଲା ରେଖାଙ୍କିତ ଶବ୍ଦଟି କି ପ୍ରକାରର ବିଶେଷଣ ପଦ ପିଲାମାନେ? ତ ଚଳନ୍ତା ତ ଏଇଟା ଗୋଟେ କେଉଁ ପ୍ରକାରର ବିଶେଷଣ ପଦ? କ୍ରିୟାଜ ନା ଅବସ୍ଥାବାଚକ ନା ପରିମାଣବାଚକ ନା ସାର୍ବନାମିକ? ଏଇଟା ଯିବ ପିଲାମାନେ ଗୋଟେ କ୍ରିୟାଜ ବିଶେଷଣ ପଦ ମନେ ରଖିବେ। ଚଳନ୍ତା ଉଡ଼ନ୍ତା ଏସବୁ ହେଉଛି ଗୋଟେ ଗୋଟେ କ'ଣ କ୍ରିୟାଜ ବିଶେଷଣ ପଦ ନା ମନେ ରଖିବେ। ତ ରାଇଟ୍ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ମୋ କଥା ଶୁଣିଲେ ନାହିଁ ବାକ୍ୟଟିରେ କେଉଁଟି ବିପ୍ସାର୍ଥକ ଅବ୍ୟୟ ପଦ? ତ ଭିତରୁ ପିଲାମାନେ କୋଉଟା ଗୋଟେ ବିପ୍ସାର୍ଥକ ଅବ୍ୟୟ ପଦ ପିଲାମାନେ?
तो विप्सा माने कौन पिलामाने विप्सा अर्थ कौन बारंबार ना तो बारंबार हो गोटे विप्सार्थक अव्यय पद मन रखिए बारंबार थर को थर घन घन एसबू गोटे गोटे हूँ विप्सार्थक अव्यय पद पिलामाने पुनः पुनः मध्य कहवा तो राइट आंसर हो ऑप्शन नंबर ए। नेक्स्ट देखिबा केउं शब्दटीर उत उपसर्ग व्यवहार करा जाउछि पिलामाने तो भितरु पिलामाने केउं शब्दटी उत उपसर्ग व्यवहार करा जाउछि उदासीन ना उच्चै श्रवा ना उट्टज ना उक्त पिलामाने कोडा राइट आंसर ए भितरु पिलामाने राइट आंसर इज ऑप्शन नंबर ए उदासीन मन रखिबे उदासीन शब्दटीर उत उपसर्ग व्यवहार करा जाउछि मन रखिबे। नेक्स्ट देखिबा अपेक्षा शब्दर विपरीत शब्द कौन पिलामाने अपेक्षा शब्दर विपरीत शब्द कौन हम सापेक्ष हम ना अपेक्षमाण हम ना उपेक्षा हम ना निरपेक्ष हम पिलामाने मन रखिबे अपेक्षा शब्दर विपरीत शब्द हो उपेक्षा मन रखिबे। नेक्स्ट देखिबा केउंटी विशेषण पद पिलामाने तो भितरु पिलामाने कोडा गोटे विशेषण पद तो विशेषण पद का कुआ जाय पिलामाने जेउ पद की अन्य पदर गुण अवस्था संख्या बा परिमाण को बुझाए ताकू हम कही थाउ विशेषण पद कहबा ना तो भितर कोडा गोटे विशेषण पद मन रखिबे पाठुआ पाठुआ हो पिला गोटे विशेषण पद मन रखिबे। नेक्स्ट देखिबा नेक्स्ट क्वेश्चन रही केउंटी क्रियायुक्त रूढ़ी पिला माने तो भितर कोडा गोटे क्रियायुक्त रूढ़ी नाटर गोवर्धन ना हाट मध्य ब्रह्मज्ञान ना मुंडरे अठा बଳି देबा ना अहीनकूल संपर्क कोडा राइट आंसर हो ऑप्शन नंबर सी हो राइट आंसर पिला माने मन रखिबे ऑप्शन नंबर सी मुंडरे अठा बଳି देबा मन रखिबे जो पदरे कि क्रियापद थाए ताको हम कहबा क्रियायुक्त रूढ़ी बोली कहबा ना जो पदरे कि क्रियापद न थाए ताको हम कहबा क्रियाहीन रूढ़ी बोली कहबा तो नाटर गोवर्धन हाट मध्य ब्रह्मज्ञान अहीनकूल संपर्क एसबू गोटे गोटे क्रियाहीन रूढ़ी मन रखिबे। नेक्स्ट देखिबा तो नेक्स्ट क्वेश्चन रही पिलामाने जे से जहार ताहार जेते सेते तो ये पद गुड़िक कि प्रकार सर्वनाम पिलामाने आत्मवाचक ना अनिश्चयवाचक ना संबंधवाचक ना निर्देशवाचक पिलामाने कोडा राइट आंसर भितरु पिलामाने राइट आंसर हो ऑप्शन नंबर सी संबंधवाचक मन रखिबे तो संबंधवाचक आउ अन्य नाम कौन कह मन रखिबे आपेक्षिक सर्वनाम मध्य कह आपेक्षिक सर्वनाम मध्य कह मन रखिबे राइट आंसर हो ऑप्शन नंबर सी। नेक्स्ट देखिबा केउंटी जल शब्दर समपर्यायवाची शब्द नुहे तो भितरु पिलामाने कोडा गोटे जलर प्रतिशब्द नुहे पिलामाने अंब देइछि रसा देइछि तय देइछि पय देइछि राइट आंसर कोडा हो राइट आंसर हो ऑप्शन नंबर ए रसा पिलामाने मन रखिबे एटा किंतु जलर एक प्रतिशब्द नुहे तो अंब हो गला तय हो गला पय हो गला एसबू हूँ गोटे गोटे जलर प्रतिशब्द तो जलर प्रतिशब्द आउ कौन कौन अच्छी पिलामाने मन रखिबे घन रस कहबा पिलामाने घन रस हो गला तापरे जीवन मध्य कहबा मन रखिबे जीवन बारी कहबा पानी मध्य कहबा पिलामाने सलिल कहबा मन रखिबे आउ कौन कहबा उदक मध्य कहबा मन रखिबे एसबू गोटे गोटे जलर प्रतिशब्द तो राइट आंसर हो ऑप्शन नंबर ए। नेक्स्ट देखिबा शयन या केउ पद पिलामाने शयन एटा गोटे केउ पद मन रखिबे विशेष पद ना विशेष पद पिलामाने तो विशेष पद का कुआ जाए जो पद कौनसी व्यक्ति को बुझाउथिबो जाति को बुझाउथिबो वस्तु को बा गुण को बुझाउथिबो बा क्रिया को बुझाउथिबो ताको हम कहबा विशेष पद बोली कहबा तो शयन हो जिवो गोटे कौन विशेष पद मन रखिबे। नेक्स्ट देखिबा केउ वाक्य रे प्रणयार्थक क्रियार व्यवहार करा जाउछि केउ वाक्य रे प्रणयार्थक क्रियार व्यवहार करा जाउछि पिलामाने ऑप्शन ए जे शिशुटी धीरे धीरे पेटाइला बी देछि पिलामाने वार्षिक क्रीड़ा प्रतियोगितार दौड़ुथिबा बेले गोपाल पछाई गला सी देछि एक भोट ग्रहण केन्द्र रे जणे भिन्नक्षम नागरिकों पाई प्रिजाइडिंग ऑफिसर व्हील चेयरटीए मगाइले ढेर देछि से घरर बड़ पुओ होई मध्य कौनसी दायित्व मुंडाइले नाही तो भितर कोडा गोटे प्रणयार्थ क्रियार व्यवहार करा जायछि पिलामाने
କୋଉଟା ହେବ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଜଣେ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ପ୍ରିଜାଇଡିଂ ଅଫିସର ହୁଇଲ୍ ଚେୟାରଟିଏ ମଗାଇଲେ। ମନେ ରଖିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି। ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ବର୍ଣ୍ଣର ସାଙ୍କେତିକ ରୂପ ନାହିଁ ପିଲାମାନେ? ତ ଭିତରୁ ପିଲାମାନେ କେଉଁ ବର୍ଣ୍ଣର ସାଙ୍କେତିକ ରୂପ ନାହିଁ? କୋଉଟା ହେବ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ। ମନେ ରଖିବେ ଅ ବର୍ଣ୍ଣର ସାଙ୍କେତିକ ରୂପ ନାହିଁ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ ପିଲାମାନେ? ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ? ପୂର୍ଣ୍ଣଚ୍ଛେଦ ନା ବିସ୍ମୟ ସୂଚକ ନା ଉଦ୍ଧୃତ ନା ବନ୍ଧନୀ ପିଲାମାନେ? କୋଉଟା ହେବ ରାଇଟ୍ ଆନ୍ସର୍ ଏଇ ଭିତରୁ ପିଲାମାନେ? ରାଇଟ୍ ଆନ୍ସର୍ କୋଉଟା ହେବ? ବାକ୍ୟ ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମ ଚିହ୍ନ ଦିଆଯାଏ? ମନେ ରଖିବେ ବିସ୍ମୟ ସୂଚକ ଚିହ୍ନ ଦିଆଯାଏ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା କେଉଁ ବାକ୍ୟଟିରେ ଅଶୁଦ୍ଧି ନାହିଁ ପିଲାମାନେ? ତ ଏଇ ଭିତରୁ ପିଲାମାନେ କୋଉଟା ଗୋଟେ ଅଶୁଦ୍ଧି ନାହିଁ? କୋଉଟା ହେବ ରାଇଟ୍ ଆନ୍ସର୍ ଏଇ ଭିତରୁ? ପ୍ରାଚୀନ ଗଗନରେ ସୂର୍ଯ୍ୟ ଅସ୍ତ ହେଲେ ତ ଏଥିରେ ଏଇଟା ଗୋଟେ ଅଶୁଦ୍ଧ ଶବ୍ଦ ପିଲାମାନେ ଅଶୁଦ୍ଧି। ମନେ ରଖିବେ ବିଏ ଦେଇଛି ଲେମ୍ବୁ ଅତି ଚିପୁଡ଼ି ହେଲେ ପିତା। ତ ଏଇ ପଦରେ ଏଇ ବାକ୍ୟରେ ଅଶୁଦ୍ଧି ନାହିଁ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ରହିଛି ପରିଶ୍ରମ ଫଳ ମଧୁର ତାର ଅର୍ଥ କ'ଣ ପିଲାମାନେ? ପରିଶ୍ରମ ଫଳ ମଧୁର ଏଇ ଲୋକବାଣୀର ଅର୍ଥ କ'ଣ ହେବ? ଅପସନ୍ ଏ ଦେଇଛି ବସିବା ଠାରୁ କାଶିବା ଭଲ ଦେଇଛି। ବିଏ ଦେଇଛି ହାତ ଅଳସେ ନିଶ ବଙ୍କା। ସି ଦେଇଛି ପେଟ ପୋଷ ନାହିଁ ଦୋଷ। ଡି ଦେଇଛି ଯତ୍ନ କଲେ ରତ୍ନ ମିଳେ। ତ ରାଇଟ୍ ଆନ୍ସର୍ କୋଉଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ କୋଉଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ଯତ୍ନ କଲେ ରତ୍ନ ମିଳେ। ପରିଶ୍ରମ ଫଳ ମଧୁର ତାର ଅର୍ଥ ହେଇଯିବ ଯତ୍ନ କଲେ ରତ୍ନ ମିଳେ। ତ ବସିବା ଠାରୁ କାଶିବା ଭଲ ତାର ଅର୍ଥ କ'ଣ ହେବ ପିଲାମାନେ? ମନେ ରଖିବେ ବସି ନ ରହି ସର୍ବଦା କିଛି ନା କିଛି କାମ କରିବା ଭଲ ହେବ। ମନେ ରଖିବେ ବସି ନ ରହି ସର୍ବଦା କିଛି ନା କିଛି କାମ କରିବା ଭଲ ହେବ। ତ ହାତ ଅଳସେ ନିଶ ବଙ୍କା ତାର ଅର୍ଥ କ'ଣ ହେବ? ହାତ ଅଳସେ ନିଶ ବଙ୍କା ତାର ଅର୍ଥ ହେଇଯିବ ପିଲାମାନେ ଅଳସୁଆ ଦୁଃଖ ପାଏ। ମନେ ରଖିବେ ଅଳସୁଆ ଦୁଃଖ ପାଏ ହେବ। ଆଉ ପେଟ ପୋଷ ନାହିଁ ଦୋଷ ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଇଯିବ ବଞ୍ଚିବା ପାଇଁ ଯେକୌଣସି ବୃତ୍ତି ଗ୍ରହଣ କରିବାରେ ଦୋଷ ନଥାଏ। ମନେ ରଖିବେ ବଞ୍ଚିବା ପାଇଁ ଯେକୌଣସି ବୃତ୍ତି ଗ୍ରହଣ କରିବାରେ ଦୋଷ ନଥାଏ। ପେଟ ପୋଷ ନାହିଁ ଦୋଷ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା କେଉଁଠି କୃଦନ୍ତ ପଦ? ତ ଏ ଭିତରୁ ପିଲାମାନେ କୋଉଟା ଗୋଟେ କୃଦନ୍ତ ପଦ ପିଲାମାନେ? ଶାସକ ନା ନବୀନ ନା ସାମାଜିକ ନା ଜାତୀୟ ପିଲାମାନେ? କୋଉଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ଶାସକ ପିଲାମାନେ।